जय जीशु। प्रभु जीशु कृष्णटारे मोर अति प्रिय भाई और भौणी मैंने समस्त केमती अच्छा भलरे रहतु। जौहन समाचार अध्याय 1 पद संज्ञा 1। आद्यरे वाक्य थिले, वाक्य ईश्वर सहित थिले एवं सही वाक्य ईश्वर थिले। आसतु मोर भाई और भौणी माने से वाक्य आम वर्तमान शुणा। जय जीशु। प्रथम राज्यमंडली अध्याय 8। देवालय व्यवस्था सिंधुकर प्रतिष्ठा। दाविदଙ୍କ नगरी सियन ठारू प्रभुଙ୍କ व्यवस्था सिंधुक को नहीं आसीबा सकाशे राजा सलोमन इस्राएल समस्त वयोज्येष्ठ गोष्ठी अधिपति और वंश कुलपति मानंको जेरुसलेम रे राजा को सम्मुख को डकाई एकत्रित कले। सुतरां सप्तम मास एथानियम रे पालित उत्सव दिवस रे समस्त इस्राएल जनता राजांकर सम्मुख रे समवेत हेले। इस्राएल समस्त वयोज्येष्ठ आसी पहुँचिले और जाजक माने सिंधुक बहन कले। जाजक वृंद तथा लेवीय माने प्रभुंक सिंधुक समागम शिविर और समागम शिविर मध्य स्थित समस्त पवित्र पात्र को नहीं आसिले। राजा सलोमन और तांको गहन रे समवेत होइथिबा इस्राएलीय जनमंडली सिंधुक सम्मुख रे गमन कले। सेमाने एते संख्यक मेष तथा बलद को नैवेद्य रूपे उत्सर्ग कले जे से समस्त गणित होई पारिला नहीं। जाजक माने प्रभुंक व्यवस्था सिंधुक को नहीं आसी देवालयर पवित्रतम स्थान होइथिबा अंतरतम स्थान रे केरुब मानंक पक्षर निम्न देश रे प्रतिष्ठा कले। केरुब माने निज पक्ष गुड़ी को सिंधुक उपरे एपरी विस्तार करथिले जे से माने तो द्वारा सिंधुक तथा ताहार दंड को आच्छादन करथिले। पवित्रतम स्थानर सम्मुखस्थ पवित्र स्थान रे दंडायमान होई दंड समूहर अग्रभाग को देखि पारुथिबा भली ସେହି दंड समूह दीर्घतम थिला, किंतु ताहा बाहरकु किछि ही देखा जाउ नथिला। से समस्त अद्यावधि सेठारे अवस्थित। हरेब्रे मोसेस रखिथिबा प्रस्तर फलक दय व्यतीत अन्य किछि तन्मध्यरे नथिला। इस्राएलीय जनता इजिप्टरू मुक्त होई बाहरी आसिला परे प्रभु ସେହି ठारे सेମାନଙ୍କ सह व्यवस्था विधान स्थापन କରିଥିଲେ। ଯାଜକ ମାନେ ପବିତ୍ର ସ୍ଥାନରୁ ବାହାରିଲା ପରେ ଖଣ୍ଡିଏ ମେଘ ଆସି ପ୍ରଭୁଙ୍କ ଆଳୟକୁ ଆଚ୍ଛାଦନ କଲା। ସେହି ମେଘ ଯୋଗୁଁ ଯାଜକମାନେ ସେଠାରେ ଦଣ୍ଡାୟମାନ ହୋଇ ସେବା କାର୍ଯ୍ୟ କରିପାରିଲେ ନାହିଁ, କାରଣ ପ୍ରଭୁଙ୍କ ଗୌରବ ଦେବାଳୟକୁ ପରିପୂର୍ଣ୍ଣ କରିଥିଲା। ସେ ସମୟରେ ସଲୋମନ କହିଲେ, ପ୍ରଭୁ ସୂର୍ଯ୍ୟକୁ ନଭମଣ୍ଡଳରେ ସଂସ୍ଥାପିତ କଲେ, କିନ୍ତୁ ସେ କହିଅଛନ୍ତି ଯେ ସେ ଘୋର ତମସା ମଧ୍ୟରେ ବାସ କରନ୍ତି। ମୁଁ ତୁମର ନିତ୍ୟ ବସତି ସ୍ୱରୂପ ଏକ ଉତ୍କୃଷ୍ଟ ଆଳୟ ନିର୍ମାଣ କରିଅଛି। ତତ୍ପରେ ରାଜା ବୁଲି ପଡ଼ି ସମବେତ ହୋଇଥିବା ସମସ୍ତ ଇସ୍ରାଏଲ ଜନମଣ୍ଡଳୀକୁ ଆଶୀର୍ବାଦ କଲେ। ସେ କହିଲେ, ଇସ୍ରାଏଲର ଈଶ୍ୱର ପ୍ରଭୁ ଧନ୍ୟ ହୁଅନ୍ତୁ। ତାହାଙ୍କ ମୁଖ ନିଃସୃତ ବଚନ ମାଧ୍ୟମରେ ମୋର ପିତା ଦାବିଦଙ୍କୁ ପ୍ରଦତ୍ତ ପ୍ରତିଶ୍ରୁତିକୁ ସେ ନିଜ ବାହୁବଳରେ କୃତ୍ୟକାର୍ଯ୍ୟ କରିଅଛନ୍ତି। ସେ ଦାବିଦଙ୍କୁ କହିଥିଲେ, ମୋର ସଜନ ଇସ୍ରାଏଲକୁ ଇଜିପ୍ଟରୁ ମୁକ୍ତ କରି ବାହାର କରିଥିବା ଦିନଠାରୁ ମୋ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିବା ପାଇଁ ଇସ୍ରାଏଲୀୟ ଗୋଷ୍ଠୀ ସମୂହ ମଧ୍ୟରୁ ମୁଁ କୌଣସି ନଗରୀକୁ ମନୋନୀତ କରିନାହିଁ।
କିନ୍ତୁ ମୋର ସହଜନ ଇସ୍ରାଏଲର ନେତୃତ୍ୱ ନେବା ପାଇଁ ମୁଁ ଦାବିଦଙ୍କୁ ମନୋନୀତ କଲି। ଇସ୍ରାଏଲର ଈଶ୍ୱର ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିବା ସକାଶେ ମୋର ପିତା ଦାବିଦ ଅତୀତ ପ୍ରୟାସୀ ଥିଲେ। କିନ୍ତୁ ପ୍ରଭୁ ମୋର ପିତା ଦାବିଦଙ୍କୁ କହିଥିଲେ, ମୋର ନାମ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିବା ପାଇଁ ତୁମ ଦ୍ୱାରା ଘୋଷିତ ଆଗ୍ରହ ଉତ୍କୃଷ୍ଟ ଅଟେ। ତଥାପି ତୁମେ ତାହା ନିର୍ମାଣ କରିପାରିବ ନାହିଁ। ତୁମଠାରୁ ଜାତ ହେବାକୁ ଥିବା ତୁମ ପୁତ୍ର ତାହା ନିର୍ମାଣ କରିବ। ବର୍ତ୍ତମାନ ପ୍ରଭୁ ନିଜ ପ୍ରତିଶ୍ରୁତି ସାର୍ଥକ କରିଅଛନ୍ତି। ତାହାଙ୍କ ପ୍ରତିଶ୍ରୁତି ମୁତାବକ ମୋର ପିତା ଦାବିଦଙ୍କ ସ୍ଥାନରେ ମୁଁ ତାଙ୍କ ସିଂହାସନରେ ଆରୋହଣ କରି ଆସୀନ ହୋଇଛି। ଇସ୍ରାଏଲର ଈଶ୍ୱର ପ୍ରଭୁଙ୍କ ନାମ ପ୍ରତି ମୁଁ ଏହି ଦେବାଳୟ ନିର୍ମାଣ କଲି। ଆମ ପିତୃପୁରୁଷମାନଙ୍କୁ ଇଜିପ୍ଟରୁ ମୁକ୍ତ କରି ବାହାର କରିଥିବା ସମୟରେ ପ୍ରଭୁ ସେମାନଙ୍କ ସହ ସାଲିସ କରିଥିବା ବ୍ୟବସ୍ଥା ବିଧାନର ସିନ୍ଦୁକକୁ ସ୍ଥାପନ କରିବା ପାଇଁ ମୁଁ ସେଥିରେ ଏକ ସ୍ଥାନ ମଧ୍ୟ ପ୍ରସ୍ତୁତ କରିଅଛି। ସଲୋମନଙ୍କ ପ୍ରାର୍ଥନା। ଏହାପରେ ସଲୋମନ ପ୍ରଭୁଙ୍କ ବଳିପୀଠ ସମୀପରେ ଇସ୍ରାଏଲ ଜନମଣ୍ଡଳୀ ସମ୍ମୁଖରେ ଦଣ୍ଡାୟମାନ ହୋଇ ସ୍ୱର୍ଗ ଆଡ଼େ ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କଲେ। ଇସ୍ରାଏଲର ଈଶ୍ୱର, ହେ ପ୍ରଭୁ, ପୂର୍ଣ୍ଣ ହୃଦୟ ଦେଇ ତୁମ ସନ୍ନିଧାନରେ ବିଚରଣ କରୁଥିବା ତୁମ ଦାସମାନଙ୍କ ସହିତ ବ୍ୟବସ୍ଥା ପାଳନ କରିଥିବା ଓ ସେମାନଙ୍କ ପ୍ରତି ନିରନ୍ତର କରୁଣା ପ୍ରଦର୍ଶନ କରୁଥିବା ତୁମ ସଦୃଶ କୌଣସି ଈଶ୍ୱର ନଭମଣ୍ଡଳ କିମ୍ବା ଧରାଧାମରେ କେହି ନାହାନ୍ତି। ତୁମ ଦାସ ତଥା ମୋର ପିତା ଦାବିଦଙ୍କ ନିକଟରେ ତୁମେ ପ୍ରତିଶ୍ରୁତି ଦେଇଥିଲ, ଯାହା ତୁମ ମୁଖ ନିଃସୃତ ବଚନ ମାଧ୍ୟମରେ ପ୍ରତିଜ୍ଞାନୁବଦ୍ଧ ହୋଇଥିଲା, ତୁମେ ଆଜି ତାହା କାର୍ଯ୍ୟକାରୀ କରିଅଛ। ଇସ୍ରାଏଲର ଈଶ୍ୱର, ହେ ପ୍ରଭୁ, ମୋର ପିତା ଓ ତୁମ ଦାସ ଦାବିଦଙ୍କ ନିକଟରେ ତୁମେ ଯେପରି ମୋର ସାନ୍ନିଧ୍ୟରେ ବିଚରଣ କରିଥିଲ, ସେହିପରି ତୁମ ପୁତ୍ରମାନେ ମଧ୍ୟ ବିଚରଣ କଲେ। ଇସ୍ରାଏଲର ସିଂହାସନରେ ଆସୀନ ହେବା ପାଇଁ ତୁମେ କେବେ ହେଁ ଜଣେ ପୁତ୍ରରୁ ବଞ୍ଚିତ ହେବ ନାହିଁ। ତୁମ ଦ୍ୱାରା ପ୍ରତିଶ୍ରୁତି ଏହି ପ୍ରତିଜ୍ଞା ବର୍ତ୍ତମାନ ପୂରଣ କର। ଇସ୍ରାଏଲର ହେ ଈଶ୍ୱର, ତୁମ ଦାସ ଓ ମୋର ପିତା ଦାବିଦଙ୍କ ନିକଟରେ ତୁମ ପ୍ରତିଶ୍ରୁତି ସେହି ବଚନ ଦୃଢ଼ୀଭୂତ ହେଉ। କିନ୍ତୁ ଈଶ୍ୱର କ'ଣ ପ୍ରକୃତରେ ଭୂପୃଷ୍ଠରେ ବାସ କରିବେ? ସ୍ୱର୍ଗ ତଥା ସ୍ୱର୍ଗାଧିସ୍ୱର୍ଗ ଯଦିଚ ତୁମକୁ ଧାରଣ କରି ନ ପାରେ, ତେବେ ମୋ ଦ୍ୱାରା ନିର୍ମିତ ଏହି ଆଳୟ ତୁମକୁ ଧାରଣ କରିବା ପାଇଁ କେତେ କ୍ଷୁଦ୍ର। ପ୍ରଭୁ, ହେ ମୋର ଈଶ୍ୱର, ତୁମ ଦାସର ପ୍ରାର୍ଥନା ତଥା ନିବେଦନ ପ୍ରତି କର୍ଣ୍ଣପାତ କର। ତୁମ ଦାସ ଆଜି ତୁମ ଦିବ୍ୟ ସାନ୍ନିଧ୍ୟରେ ଅର୍ପଣ କରୁଥିବା ପ୍ରାର୍ଥନା ତଥା କ୍ରନ୍ଦନ ଶ୍ରବଣ କର। ଯେଉଁ ଆଳୟ ସମ୍ବନ୍ଧରେ ମୋର ନାମକୁ ମୁଁ ଅବସ୍ଥାପନ କରିବି ବୋଲି ତୁମେ କହିଅଛ, ସେହି ଭବନରେ ତୁମ ଦାସ ଅର୍ପଣ କରିଥିବା ପ୍ରାର୍ଥନା ପ୍ରତି କର୍ଣ୍ଣପାତ କରିବା ସକାଶେ ସେହି ଆଳୟ ପ୍ରତି ତୁମେ ଉନ୍ମୁକ୍ତ ଚକ୍ଷୁରେ ଅହୋରାତ୍ର ଦୃଷ୍ଟିପାତ କର। ତୁମର ଏହି ଦାସ ଓ ତୁମର ସ୍ୱଜନ ଇସ୍ରାଏଲ ଯେତେବେଳେ ଏହିଠାରେ ପ୍ରାର୍ଥନା କରିବେ, ସେତେବେଳେ ସେମାନଙ୍କ ନିବେଦନ ଶୁଣ। ତୁମର ବସତି ସ୍ଥାନ ସ୍ୱର୍ଗରୁ ତାହା ପ୍ରତି କର୍ଣ୍ଣପାତ କର ଏବଂ ତୁମେ ଯେବେ ଆମ ପ୍ରାର୍ଥନା ଶୁଣିବ, ତେବେ ଆମକୁ କ୍ଷମା କର। କେହି ଯଦି ନିଜ ପ୍ରତିବେଶୀ ବିରୁଦ୍ଧରେ କିଛି ଦୋଷ କରି ତା ସମ୍ବନ୍ଧରେ ଶପଥ ଗ୍ରହଣ କରିବାକୁ ବାଧ୍ୟ ହୁଏ ଓ ସେ ଆସି ଏହି ଆଳୟ ମଧ୍ୟସ୍ଥିତ ତୁମ ପବିତ୍ର ପୀଠ ସମ୍ମୁଖରେ ଶପଥ ଗ୍ରହଣ କରେ, ତେବେ ତୁମେ ସ୍ୱର୍ଗଧାମରୁ ତାହା ଶ୍ରବଣ କର ଏବଂ ଦୁଷ୍ଟ ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରି ଓ ନିର୍ଦ୍ଦୋଷ ବ୍ୟକ୍ତି ପ୍ରତି ନିଜ ନୀତିନିଷ୍ଠାନୁରୂପ ପ୍ରତିଦାନ ଦେଇ ତୁମ ଦାସମାନଙ୍କର ନ୍ୟାୟ ବିଚାର କର। ତୁମ ସ୍ୱଜନ ଇସ୍ରାଏଲ ତୁମ ବିରୁଦ୍ଧରେ କିଛି ପାପ କରି
ଶତ୍ରୁ ଦ୍ୱାରା ଯେବେ ପରାଜିତ ହେବେ ଓ ପୁନର୍ବାର ଅନୁତପ୍ତ ହୋଇ ତୁମ ନାମ ସ୍ୱୀକାର କରି ଏହି ଆଳୟ ମଧ୍ୟରେ ପ୍ରାର୍ଥନା କରିବେ, ତେବେ ସ୍ୱର୍ଗଧାମରୁ ସେହି ପ୍ରତି କର୍ଣ୍ଣପାତ ପୂର୍ବକ ତୁମ ସହଜନ ଇସ୍ରାଏଲର ପାପ କ୍ଷମା କରି ସେମାନଙ୍କ ପିତୃପୁରୁଷମାନଙ୍କୁ ତୁମ ପ୍ରଦତ୍ତ ଏହି ଦେଶକୁ ସେମାନଙ୍କୁ ଫେରାଇ ଆଣ। ତୁମ ବିରୁଦ୍ଧରେ ଜନତାର ପାପ ଯୋଗୁଁ ଆକାଶ ରୁଦ୍ଧ ହୋଇ ବୃଷ୍ଟିପାତ ସମାପ୍ତ ହେଲେ, ତୁମ ଦ୍ୱାରା ବିଧିତ କ୍ଲେଶ ଯୋଗୁଁ ସେମାନେ ଏହିଠାକୁ ଆସି ଯେବେ ପ୍ରାର୍ଥନା କରିବେ, ତୁମ ନାମ ସ୍ୱୀକାର କରିବେ ଓ ସେମାନଙ୍କ ପାପରୁ ବିମୁଖ ହେବେ, ତେବେ ତୁମେ ସ୍ୱର୍ଗଧାମରୁ ସେମାନଙ୍କ ପ୍ରାର୍ଥନା ପ୍ରତି କର୍ଣ୍ଣପାତ ପୂର୍ବକ ତୁମ ଦାସ ଇସ୍ରାଏଲୀୟ ଜନତାର ପାପ କ୍ଷମା କରି ଓ ସେମାନେ ଯେପରି ସଠିକ୍ ପଥ ଅବଲମ୍ବନ କରନ୍ତି ସେଥିପାଇଁ ସେମାନଙ୍କୁ ଶିକ୍ଷା ଦିଅ ଏବଂ ତୁମ ସ୍ୱଜନମାନଙ୍କୁ ଉତ୍ତରାଧିକାର ରୂପେ ତୁମର ଯେଉଁ ଦେଶ ପ୍ରଦାନ କରିଅଛ ସେଥିରେ ବୃଷ୍ଟିପାତ କର। ଦେଶ ମଧ୍ୟରେ ଦୁର୍ଭିକ୍ଷ, ମହାମାରୀ, ଶସ୍ୟ ରୋଗ କିମ୍ବା ଶସ୍ୟହାନି ଅଥବା ସେଥିପ୍ରତି ପଙ୍ଗପାଳ ବା କୀଟାକ୍ରମଣ ହେଲେ, ଶତ୍ରୁମାନେ ସେମାନଙ୍କୁ କୌଣସି ନଗରୀକୁ ଅବରୋଧ କରି ସେମାନଙ୍କୁ ଆକ୍ରମଣ କଲେ କିମ୍ବା ମହାମାରୀ ଅଥବା ଅନ୍ୟ କିଛି ରୋଗ ଦ୍ୱାରା ସେମାନେ ପ୍ରପୀଡ଼ିତ ହେଲେ, କୌଣସି ବ୍ୟକ୍ତି କିମ୍ବା ସମସ୍ତ ଇସ୍ରାଏଲୀୟ ଜନତା ନିଜ ନିଜର ମନ ସଙ୍କଟ ଯୋଗୁଁ ଏହି ଆଳୟ ଅଭିମୁଖରେ ହସ୍ତ ଉତ୍ତୋଳନ କରି ଯେବେ ପ୍ରାର୍ଥନା କିମ୍ବା ନିବେଦନ ଅର୍ପଣ କରିବେ, ତେବେ ତୁମ ବସତି ସ୍ଥାନ ସ୍ୱର୍ଗଧାମରୁ ସେମାନଙ୍କ ପ୍ରାର୍ଥନା ପ୍ରତି କର୍ଣ୍ଣପାତ କରି ସେମାନଙ୍କ ପାପ କ୍ଷମା କର। ଆମ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ଏହି ଦେଶରେ ଯେତେ ଦିନ ପର୍ଯ୍ୟନ୍ତ ସେମାନେ ବାସ କରିବେ, ସେ ସମସ୍ତ କାଳରେ ସେମାନେ ଯେପରି ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ କରିବେ, ସେଥିପାଇଁ ସେମାନଙ୍କ ହୃଦୟର ନିରୀକ୍ଷଣକାରୀ ତୁମେ ସେମାନଙ୍କ ମାର୍ଗାନୁରୂପ ପ୍ରତିଫଳ ପ୍ରଦାନ କର, କାରଣ କେବଳ ତୁମେ ସମସ୍ତ ମାନବ ହୃଦୟର ମାନସିକ ଚିନ୍ତା ଜାଣୁଅଛ। ଯିଏ ତୁମ ସ୍ୱଜନ ଇସ୍ରାଏଲୀୟ ଜନତା ନୁହେଁ, ସେପରି କୌଣସି ବିଦେଶୀ ତୁମ ମହତ୍ ନାମ, ତୁମ ଶକ୍ତିଶାଳୀ ହସ୍ତ ତଥା ବିସ୍ତୃତ ବାହୁ ସମ୍ପର୍କରେ ଶୁଣିବାକୁ ପାଇ ତୁମ ନାମ ସ୍ମରଣାର୍ଥେ ସୁଦୂରରୁ ଆସି ଏହି ଆଳୟ ଅଭିମୁଖେ ଯେବେ ପ୍ରାର୍ଥନା କରିବ, ତେବେ ତୁମ ସ୍ୱଜନ ଇସ୍ରାଏଲ ଭଳି ଭୂପୃଷ୍ଠବାସୀ ସମସ୍ତ ଜାତି ମଧ୍ୟ ଯେପରି ତୁମ ନାମର ପରିଚିତ ହୋଇ ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ ଏବଂ ମୋ ଦ୍ୱାରା ନିର୍ମିତ ଏହି ଆଳୟ ତୁମ ନାମାର୍ଥେ ଉତ୍ସର୍ଗିତ ହୋଇଛି ବୋଲି ଆଗତ ହୁଏ, ସେଥିପାଇଁ ତୁମ ବସତି ସ୍ଥାନ ସ୍ୱର୍ଗଧାମରୁ ତାର ପ୍ରାର୍ଥନା ପ୍ରତି କର୍ଣ୍ଣପାତ କରି ଯାହା କିଛି ସେ ତୁମ ନିକଟରେ ଭିକ୍ଷା କରିବ, ସେସବୁ ସେହି ବିଦେଶୀ ପାଇଁ ସଫଳ କର। ତୁମ ସ୍ୱଜନ ତୁମ ପ୍ରେରିତ ଯେକୌଣସି ପଥ ଦେଇ ନିଜ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ବାହାରିବ, ତେବେ ତୁମ ଦ୍ୱାରା ମନୋନୀତ ଏହି ନଗରୀ ଓ ତୁମ ନାମର ସ୍ମରଣାର୍ଥେ ମୋ ଦ୍ୱାରା ନିର୍ମିତ ଏହି ଆଳୟ ଅଭିମୁଖେ ଦଣ୍ଡାୟମାନ ହୋଇ ପ୍ରାର୍ଥନା କଲେ, ସ୍ୱର୍ଗଧାମରୁ ତୁମେ ସେମାନଙ୍କ ପ୍ରାର୍ଥନା ତଥା ଭିକ୍ଷା ଶ୍ରବଣ କରି ସେମାନଙ୍କୁ ବିଜୟୀ କରାଅ। ଯଦିଓ ପାପ କରୁନଥିବା କେହି ନାହାନ୍ତି, ତଥାପି ସେମାନେ ଯେବେ ତୁମ ବିରୁଦ୍ଧରେ ପାପ କରନ୍ତି ଓ ତୁମେ କୁପିତ ହୋଇ ସେମାନଙ୍କୁ ଶତ୍ରୁ ହସ୍ତରେ ସମର୍ପି ଦିଅ ଓ ସେମାନେ ସେମାନଙ୍କୁ ସମୀପ କିମ୍ବା ସୁଦୂରବର୍ତ୍ତୀ ନିଜ ଦେଶକୁ ବନ୍ଦୀ ରୂପେ ଘେନି ଯାଆନ୍ତି ଏବଂ ସେମାନେ ସେଠାରେ ମର୍ମାନ୍ତିକ ଭାବେ ଅନୁତପ୍ତ ହୋଇ ଆମେ ପାପ କଲୁ, ଆମେ ଅନୀତି ତଥା ଦୁଷ୍କର୍ମ ସାଧନ କଲୁ ବୋଲି ସ୍ୱୀକାର କରି ତୁମ ସନ୍ନିଧାନରେ ମିନତି ଭିକ୍ଷା କରନ୍ତି ଏବଂ ସେମାନଙ୍କ ଶତ୍ରୁମାନଙ୍କ ଦେଶରେ ରହି ପୂର୍ଣ୍ଣ ହୃଦୟ ତଥା ପୂର୍ଣ୍ଣ ଆତ୍ମା ସହ ଅନୁତପ୍ତ ହୋଇ ସେମାନଙ୍କ ପିତୃପୁରୁଷମାନଙ୍କ ପାଇଁ ତୁମ ପ୍ରଦତ୍ତ ଦେଶ, ତୁମ ମନୋନୀତ ଏହି ନଗରୀ ଓ ତୁମ ନାମରେ
ସ୍ମରଣାର୍ଥେ ମୋ ଦ୍ୱାରା ନିର୍ମିତ ଏହି ଆଳୟ ଅଭିମୁଖରେ ତୁମ ସନ୍ନିଧାନରେ ପ୍ରାର୍ଥନା କରନ୍ତି, ତେବେ ତୁମେ ତୁମ ବସତି ସ୍ଥାନ ସ୍ୱର୍ଗରୁ ଏମାନଙ୍କ ପ୍ରାର୍ଥନା ତଥା ଭିକ୍ଷା ମିନତି ଶ୍ରବଣ କରି ଏମାନଙ୍କୁ ରକ୍ଷା କର। ତୁମ ବିରୁଦ୍ଧରେ ପାପ କରିଥିବା ତୁମ ସ୍ୱଜନମାନଙ୍କ ପ୍ରତି ସେମାନଙ୍କ ସମସ୍ତ ପାପ ତଥା ଅପରାଧ କ୍ଷମା କର। ଯେଉଁମାନେ ସେମାନଙ୍କୁ ବନ୍ଦୀ ରୂପେ ଆନୟନ କଲେ, ସେମାନେ ଯେପରି ତୁମ ଲୋକମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କରନ୍ତି, ସେଥିପାଇଁ ସ୍ୱୟଂ ତୁମେ ସଦୟ ହୁଅ। କାରଣ ଇଜିପ୍ଟର ଲୌହ ଅଗ୍ନିକୁଣ୍ଡରୁ ତୁମେ ମୁକ୍ତ କରି ଆଣିଥିବା ତୁମ ସ୍ୱଜନ ଓ ତୁମ ଉତ୍ତରାଧିକାର ସେମାନେ ଅଟନ୍ତି। ତୁମର ଏହି ଦାସ ଓ ତୁମ ସ୍ୱଜନ ଇସ୍ରାଏଲ ଯେବେ ତୁମ ସାହାଯ୍ୟ ଭିକ୍ଷା କରିବେ, ତେବେ ତୁମ ଚକ୍ଷୁ ସେମାନଙ୍କୁ ଅବଲୋକନ କରୁ। ପ୍ରଭୁ ହେ ଈଶ୍ୱର, ତୁମେ ଯେବେ ଆମ ପିତୃପୁରୁଷମାନଙ୍କୁ ଇଜିପ୍ଟରୁ ନେଇ ଆସିଲ, ତେବେ ତୁମ ଦାସ ମୋଶେସଙ୍କ ମାଧ୍ୟମରେ କଥିତ ତୁମ ବଚନ ମୁତାବକ ଭୂପୃଷ୍ଠବାସୀ ସମସ୍ତ ଜାତି ମଧ୍ୟରୁ ତୁମେ ସେମାନଙ୍କୁ ତୁମ ଉତ୍ତରାଧିକାର ରୂପେ ମନୋନୀତ କଲ। ପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା ତଥା ଭିକ୍ଷା ମିନତି ସମାପ୍ତ କଲା ପରେ ପ୍ରଭୁଙ୍କର ଯେଉଁ ବଳିପୀଠ ସମ୍ମୁଖରେ ସଲୋମନ ଆକାଶ ଆଡ଼େ ହସ୍ତ ଉତ୍ତୋଳନ ପୂର୍ବକ ଜାନୁପାତ ହୋଇ ରହିଥିଲେ, ସେହିଠାରୁ ସେ ଉଠି ଦଣ୍ଡାୟମାନ ହେଲେ। ସମସ୍ତ ଇସ୍ରାଏଲୀୟ ଜନମଣ୍ଡଳୀକୁ ସେ ଉଚ୍ଚ ସ୍ୱରରେ ଆଶୀର୍ବାଦ କରି କହିଲେ, ନିଜ ପ୍ରତିଶ୍ରୁତି ମୁତାବକ ସ୍ୱଜନ ଇସ୍ରାଏଲ ପ୍ରତି ବିଶ୍ରାନ୍ତି ଦାନ କରିଥିବା ସେହି ପ୍ରଭୁ ଧନ୍ୟ ହୁଅନ୍ତୁ। ନିଜ ଦାସ ମୋଶେସଙ୍କ ମାଧ୍ୟମରେ ଉଚ୍ଚାରିତ ଉତ୍କୃଷ୍ଟ ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ବଚନ ସୁଦ୍ଧା ସେ ଅକୃତ କାର୍ଯ୍ୟ କରିନାହାନ୍ତି। ପ୍ରଭୁ ଆମ ଈଶ୍ୱର ଆମ ପିତୃପୁରୁଷମାନଙ୍କ ସହବର୍ତ୍ତୀ ହୋଇଥିଲା ଭଳି ଆମର ମଧ୍ୟ ସହବର୍ତ୍ତୀ ହୁଅନ୍ତୁ। ସେ ଆମମାନଙ୍କୁ କେବେ ହେଁ ପରିତ୍ୟାଗ କିମ୍ବା ଉପେକ୍ଷା ନ କରନ୍ତୁ। ଆମେ ଯେପରି ତାହାଙ୍କର ମାର୍ଗାନୁଯାୟୀ ବିଚରଣ କରୁ ଓ ଆମ ପିତୃପୁରୁଷମାନଙ୍କ ପ୍ରତି ପ୍ରଦତ୍ତ ଆଜ୍ଞା ନିୟମ ତଥା ଅଧ୍ୟାଦେଶ ପାଳନ କରୁ, ସେଥିପାଇଁ ସେ ଆମମାନଙ୍କ ହୃଦୟକୁ ନିଜ ସମୀପକୁ ଆକର୍ଷିତ କରନ୍ତୁ। ପ୍ରଭୁଙ୍କ ସନ୍ନିଧାନରେ ମୁଁ ଉତ୍ସର୍ଗ କରୁଥିବା ପ୍ରାର୍ଥନା ତଥା ଭିକ୍ଷା ମିନତି ପ୍ରଭୁ ଆମ ଈଶ୍ୱରଙ୍କ ସନ୍ନିଧାନରେ ଅହୋରାତ୍ର ବିଦ୍ୟମାନ ରୁହନ୍ତୁ ଏବଂ ସେ ତାହାଙ୍କ ଏହି ଦାସ ଓ ସ୍ୱଜନ ଇସ୍ରାଏଲକୁ ପ୍ରତିଦିନ ପ୍ରତିପାଳନ କରନ୍ତୁ। ତାହା ହେଲେ ପ୍ରଭୁ ହିଁ ଈଶ୍ୱର ଓ ତାହାଙ୍କ ସଦୃଶ ଅନ୍ୟ କେହି ନାହାନ୍ତି ବୋଲି ଭୂବାସୀ ସମସ୍ତ ଜାତି ଅବଗତ ହେବେ। ସୁତରାଂ ଆଜି ଯେପରି ସଂଗଠିତ, ସେହିପରି ତାହାଙ୍କ ନିୟମ ତଥା ଆଜ୍ଞାବଳୀର ଅନୁଗତ ହୋଇ ଜୀବନଯାପନ କରିବା ପାଇଁ ତୁମମାନଙ୍କ ହୃଦୟ ପୂର୍ଣ୍ଣ ଭାବରେ ପ୍ରଭୁ ଆମ ଈଶ୍ୱରଙ୍କ ପ୍ରତି ଆସକ୍ତ ହେଉ। ଦେବାଳୟର ପ୍ରତିଷ୍ଠା। ତତ୍ପରେ ରାଜା ଓ ଇସ୍ରାଏଲୀୟ ଜନତା ପ୍ରଭୁଙ୍କ ସନ୍ନିଧାନରେ ନୈବେଦ୍ୟ ଉତ୍ସର୍ଗ କଲେ। ସଲୋମନ 22,000 ବଳଦ ଓ 1,20,000 ମେଷକୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶାନ୍ତି ବଳି ରୂପେ ଉତ୍ସର୍ଗ କଲେ। ଏହିପରି ରାଜା ଓ ସମସ୍ତ ଇସ୍ରାଏଲୀୟ ଜନତା ପ୍ରଭୁଙ୍କ ଆଳୟର ପ୍ରତିଷ୍ଠା କର୍ମ ସାଧନ କଲେ। ସେହିଦିନ ରାଜା ପ୍ରଭୁଙ୍କ ଆଳୟ ସମ୍ମୁଖସ୍ଥ ପ୍ରାଙ୍ଗଣର ମଧ୍ୟବର୍ତ୍ତୀ ସ୍ଥାନକୁ ପୂତ ପବିତ୍ର କଲେ। ସେ ସେହିଠାରେ ହୋମବଳି, ଶସ୍ୟବଳି ଓ ଶାନ୍ତି ବଳିର ମେଦ ଉତ୍ସର୍ଗ କଲେ। କାରଣ ପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ନିର୍ମିତ ବଳିପୀଠ ଉପରେ ପୂର୍ବୋକ୍ତ ହୋମବଳି, ଶସ୍ୟବଳି ତଥା ଶାନ୍ତି ବଳିର ମେଦ ଉତ୍ସର୍ଗିତ ହେବା ପାଇଁ ସେ ସ୍ଥାନ ପ୍ରଶସ୍ତ ନଥିଲା। ସଲୋମନ ଓ ହାମାଥର ସୀମା ସରହଦ ଠାରୁ ଇଜିପ୍ଟର ଜଳସ୍ରୋତ ପର୍ଯ୍ୟନ୍ତ ବ୍ୟାପ୍ତ ଦେଶବାସୀ ଇସ୍ରାଏଲର ଜନମଣ୍ଡଳୀ ପ୍ରଭୁ ଆମ ଈଶ୍ୱରଙ୍କ ସନ୍ନିଧାନରେ 7 ଦିନ ବ୍ୟାପୀ
ଉତ୍ସବ ପାଳନ କଲେ। ଅଷ୍ଟମ ଦିବସରେ ସେ ଜନତାକୁ ବିଦାୟ ଦେଲେ। ସେମାନେ ରାଜାଙ୍କର ପ୍ରଶଂସା ଗାନ କଲେ ଏବଂ ପ୍ରଭୁ ନିଜ ଦାସ ଦାବିଦ ଓ ନିଜ ସ୍ୱଜନ ଇସ୍ରାଏଲ ଉଦ୍ଦେଶ୍ୟରେ ପ୍ରଦର୍ଶିତ ଉତ୍ତମ କାର୍ଯ୍ୟବଳୀ ସ୍ମରଣ କରି ସାନନ୍ଦରେ ସେମାନଙ୍କ ଗୃହକୁ ଫେରିଗଲେ। ଅଧ୍ୟାୟ 9। ସଲୋମନଙ୍କ ପ୍ରତି ଈଶ୍ୱରଙ୍କ ପ୍ରତିଶ୍ରୁତି। ପ୍ରଭୁଙ୍କ ଆଳୟ, ରାଜପ୍ରାସାଦ ଓ ତାହା ଯାହା କିଛି ନିର୍ମାଣ କରିବା ପାଇଁ ସଲୋମନ ଅଭିଳାଷୀ ହୋଇଥିଲେ, ସେ ସମସ୍ତ ନିର୍ମାଣ କରି ସେ ସମାପ୍ତ କଲେ। ତତ୍ପରେ ଗିବିଅନଠାରେ ପୂର୍ବରେ ଉଭା ହୋଇଥିବା ଅନୁକ୍ରମେ ପ୍ରଭୁ ଦ୍ୱିତୀୟବାର ସଲୋମନଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ। ପ୍ରଭୁ ତାଙ୍କୁ କହିଲେ, ତୁମେ ମୋ ସନ୍ନିଧାନରେ ଅର୍ପଣ କରିଥିବା ପ୍ରାର୍ଥନା ତଥା ମିନତି ଭିକ୍ଷା ମୁଁ ଶୁଣିଅଛି। ଯେଉଁ ଦେବାଳୟ ତୁମେ ନିର୍ମାଣ କରିଅଛ, ତାହା ମୁଁ ପୂତ ପବିତ୍ର କରିଅଛି ଓ ତନ୍ମଧ୍ୟରେ ଚିରକାଳ ସକାଶେ ମୋର ନାମକୁ ସଂସ୍ଥାପନ କରିଅଛି। ମୋର ଚକ୍ଷୁ ତଥା ହୃଦୟ ସେଠାରେ ଚିରକାଳ ବ୍ୟାପୀ ରହିବ। ତୁମ ପିତା ଦାବିଦଙ୍କ ଭଳି ତୁମେ ମଧ୍ୟ ହୃଦୟ ନିର୍ମଳତା ତଥା ନୀତିନିଷ୍ଠା ସହ ମୋ ସନ୍ନିଧାନରେ ଯଦି ବିଚରଣ କର, ମୋର ସମସ୍ତ ଆଦେଶ ପାଳନ କର ଓ ମୋର ନିୟମ ତଥା ଅଧ୍ୟାଦେଶ ଗୁଡ଼ିକର ଅନୁଗତ ହୁଅ, ତେବେ ଇସ୍ରାଏଲର ସିଂହାସନରେ ଆସୀନ ହେବା ପାଇଁ ତୁମ ବଂଶରୁ ଜଣେ ପୁତ୍ର ବଞ୍ଚିତ ହେବ ନାହିଁ ବୋଲି ତୁମ ପିତା ଦାବିଦଙ୍କ ନିକଟରେ ମୋର ପ୍ରତିଶ୍ରୁତି ମୁତାବକ ଇସ୍ରାଏଲ ପାଇଁ ତୁମ ରାଜକୀୟ ସିଂହାସନ ନିତ୍ୟ ପ୍ରତିଷ୍ଠିତ ହେବ। ପକ୍ଷାନ୍ତରେ ତୁମେ କିମ୍ବା ତୁମ ବଂଶ ପରମ୍ପରା ମୋତେ ଉପେକ୍ଷା କରିବ ଓ ତୁମ ଉଦ୍ଦେଶ୍ୟରେ ପ୍ରଦତ୍ତ ମୋର ଆଜ୍ଞା ତଥା ନିୟମାବଳୀକୁ ପାଳନ କରିବା ପରିବର୍ତ୍ତେ ଅନ୍ୟ ଦେବମାନଙ୍କର ସେବା କାର୍ଯ୍ୟ କରି ସେମାନଙ୍କୁ ଯଦି ଆରାଧନା କରିବ, ତେବେ ମୋ ଦ୍ୱାରା ପ୍ରଦତ୍ତ ଦେଶରୁ ମୁଁ ଇସ୍ରାଏଲକୁ ଉଚ୍ଛେଦନ କରିବି। ମୋ ନାମର ସ୍ମରଣ ନିମନ୍ତେ ପୂତ ପବିତ୍ର କରିଥିବା ଏହି ଦେବାଳୟକୁ ମୋ ଦୃଷ୍ଟିରୁ ମୁଁ ନିଷ୍କାସିତ କରିବି। ସମସ୍ତ ଜାତି ମଧ୍ୟରେ ଇସ୍ରାଏଲ ଏକ ପ୍ରବାଦ ବାକ୍ୟ ଓ ଉପହାସର ପାତ୍ରରେ ପରିଣତ ହେବ। ଏହି ଆଳୟ ଧ୍ୱଂସାବଶେଷର ଏକ ଗଦାରେ ପରିଣତ ହେବ। ଯେଉଁମାନେ ତାହାର ସନ୍ନିକଟ ହୋଇ ଗମନ କରିବେ, ସେମାନେ ଚମତ୍କୃତ ହୋଇ ଧିକ୍କାରପୂର୍ବକ ପଚାରିବେ, ଏହି ଦେଶ ତଥା ଆଳୟ ବିରୁଦ୍ଧରେ ପ୍ରଭୁ କାହିଁକି ଏତାଦୃଶ କାର୍ଯ୍ୟ ସାଧନ କରିଅଛନ୍ତି? ସେ ସମୟରେ ସେମାନେ ଏହି ଉତ୍ତର ମଧ୍ୟ ଦେବେ, ଯିଏ ସେମାନଙ୍କ ପିତୃପୁରୁଷମାନଙ୍କୁ ଇଜିପ୍ଟରୁ ମୁକ୍ତ କରି ଆଣିଥିଲେ, ସେହି ପ୍ରଭୁ ଈଶ୍ୱରଙ୍କୁ ସେମାନେ ଉପେକ୍ଷା କରିଥିବା ଓ ଅନ୍ୟ ଦେବମାନଙ୍କ ପଶ୍ଚାତ୍ ଗମନ କରି ସେମାନଙ୍କୁ ଆରାଧନା କରିଥିବା ଯୋଗୁଁ ପ୍ରଭୁ ସେମାନଙ୍କ ପ୍ରତି ଏ ସମସ୍ତ ବିନାଶ ଘଟାଇଛନ୍ତି। ସଲୋମନଙ୍କ ଅନ୍ୟାନ୍ୟ କାର୍ଯ୍ୟାବଳୀ। ପ୍ରଭୁଙ୍କ ଆଳୟ ତଥା ନିଜ ପ୍ରାସାଦ, ଏହି ଦୁଇଟି ଗୃହର ନିର୍ମାଣ ପାଇଁ ସଲୋମନଙ୍କୁ 20 ବର୍ଷ ଆବଶ୍ୟକ ହୋଇଥିଲା। ଏହା ସମାପ୍ତ ହେଲା ପରେ ତାଙ୍କର ଆବଶ୍ୟକତା ଅନୁସାରେ ତୀରର ଯେଉଁ ରାଜା ହିରାମ ସଲୋମନଙ୍କୁ ଦେବଦାରୁ ତଥା ଏସର କାଠ ଓ ସ୍ୱର୍ଣ୍ଣ ପ୍ରଦାନ କରିଥିଲେ, ତାଙ୍କୁ ରାଜା ସଲୋମନ ଗାଲିଲି ପ୍ରଦେଶରୁ 20ଟି ନଗରୀ ଦାନ କଲେ। ସଲୋମନଙ୍କ ଦ୍ୱାରା ପୁରସ୍କୃତ ନଗରୀ ସମୂହକୁ ଦେଖିବା ପାଇଁ ହିରାମ ତୀରରୁ ଆସିଲେ, କିନ୍ତୁ ତାହା ଦେଖି ସେ ଅସନ୍ତୋଷ ପ୍ରକାଶ କଲେ। ତହୁଁ ସେ ପଚାରିଲେ, ହେ ମୋର ଭ୍ରାତା, କିଭଳି ନଗରୀ ସମୂହ ତୁମେ ମୋତେ ପୁରସ୍କୃତ କରିଅଛ? ସୁତରାଂ ସେ ସମସ୍ତ ଅଦ୍ୟାବଧି କାବୁଲ ଦେଶ ନାମରେ ଅଭିହିତ ହୋଇଛି। ହିରାମ 120 ତାଲେନ୍ତର ସ୍ୱର୍ଣ୍ଣ ରାଜାଙ୍କୁ ପ୍ରଦାନ କରିଥିଲେ। ପ୍ରଭୁଙ୍କ ଆଳୟ, ନିଜ ପ୍ରାସାଦ,
ମିଲୋ, ଜେରୁସାଲେମର ଚତୁଃପାର୍ଶ୍ୱସ୍ଥ ପ୍ରାଚୀର, ହାସର, ମେଗିଦ, ଗେସେର, ଇଜିପ୍ଟର ରାଜା ଫାରୋ ଗେସେରକୁ ଆକ୍ରମଣ କରି ତାହା କରାୟତ୍ତ କରିଥିଲେ ଓ ଅଗ୍ନିରେ ତାହା ଦଗ୍ଧ କରି ସେହି ନଗରବାସୀ କାନାନୀୟମାନଙ୍କୁ ବଦ୍ଧ କଲା ପରେ ସଲୋମନଙ୍କୁ ପତ୍ନୀ ରୂପେ ପ୍ରଦାନ କରି ନିଜ କନ୍ୟା ପାଇଁ ଯୌତୁକ ଭାବେ ତାହା ଦାନ କରିଥିଲେ। ନିମ୍ନ ବେଥଲରହନ, ଜୁଦା ମରୁ ପ୍ରାନ୍ତରର ମଧ୍ୟବର୍ତ୍ତୀ ବାଲାତ, ତାମାର, ସଲୋମନଙ୍କ ଭଣ୍ଡାର ନଗରୀ ସମୂହ ଓ ତାଙ୍କର ରଥଗୁଡ଼ିକ ପାଇଁ ଆବଶ୍ୟକ ନଗରୀ ସମୂହ, ତାଙ୍କ ଅଶ୍ୱାରୋହୀମାନଙ୍କ ପାଇଁ ଆବଶ୍ୟକ ନଗରୀ ସମୂହ, ଜେରୁସାଲେମ, ଲେବାନନ ଓ ନିଜ ଅଧୀନସ୍ଥ ଅନ୍ୟ ସ୍ଥାନମାନଙ୍କରେ ଯାହା ସବୁ ନିର୍ମାଣ କରିବା ପାଇଁ ସେ ଇଚ୍ଛୁକ ହୋଇଥିଲେ, ସେ ସମସ୍ତ ନଗରୀଗୁଡ଼ିକର ନିର୍ମାଣ ପାଇଁ ସଲୋମନ ସଂଗ୍ରହ କରିଥିବା ବେଠିଆ ଶ୍ରମିକମାନଙ୍କର ଏକ ବିବରଣୀ। ଇସ୍ରାଏଲୀୟ ଜନତା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇନଥିବା ଆମୋରୀୟ, ହିତୀୟ, ପେରିସୀୟ, ହିବିୟ ଓ ଜେବୁସୀୟମାନଙ୍କ ମଧ୍ୟରୁ ଅବଶିଷ୍ଟ ହୋଇ ରହିଥିବା ସମସ୍ତଙ୍କୁ ସଲୋମନ ଦାସ ଜନ ରୂପେ ନିୟୋଜିତ କଲେ। ସେମାନେ ଅଦ୍ୟାବଧି ସେହି ପ୍ରକାରେ କାର୍ଯ୍ୟ କରି ଆସୁଛନ୍ତି। ଯେଉଁମାନଙ୍କୁ ନିଶ୍ଚିହ୍ନ କରିବା ପାଇଁ ଇସ୍ରାଏଲୀୟ ଜନତା ଅସମର୍ଥ ଥିଲେ, ସେହି ଲୋକମାନଙ୍କ ମଧ୍ୟରୁ ଅବଶିଷ୍ଟ ଜାତିର ସନ୍ତାନମାନେ ସେମାନେ ଥିଲେ। କିନ୍ତୁ ଇସ୍ରାଏଲୀୟ ଜନତା ମଧ୍ୟରୁ କାହାରିକୁ ସଲୋମନ ବେଠି ଶ୍ରମିକ କରିବା ପାଇଁ ନିୟୋଜିତ କଲେ ନାହିଁ। ବରଂ ସେମାନେ ତାଙ୍କର ଯୋଦ୍ଧା, କର୍ମଚାରୀ, ସେନାପତି, ଉପସେନାପତି, ରଥ ସେନାପତି ତଥା ଅଶ୍ୱାରୋହୀ ସେନା ଥିଲେ। ଯେଉଁ ସକଳ କର୍ମାବଳୀ ସଲୋମନଙ୍କ ଦ୍ୱାରା ସମ୍ପାଦିତ ହେଲା, ସେଗୁଡ଼ିକର ତତ୍ତ୍ୱାବଧାନ ପାଇଁ 550 ପ୍ରମୁଖ ବ୍ୟକ୍ତି ନିଯୁକ୍ତି ହୋଇଥିଲେ। ଫାରୋଙ୍କ କନ୍ୟା ଦାବୀଦଙ୍କ ନଗରୀଠାରୁ ପ୍ରସ୍ଥାନ କଲା ଓ ଯେଉଁ ଗୃହ ସଲୋମନ ତାର ବସତି ସ୍ଥାନ ରୂପେ ନିର୍ମାଣ କରିଥିଲେ, ସେହି ଗୃହରେ ବାସ କଲା। ଏହାପରେ ସଲୋମନ ମିଲୋ ନିର୍ମାଣ କଲେ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ଥାପିତ ବଳିପୀଠ ଉପରେ ସଲୋମନ ପ୍ରତିବର୍ଷ 3 ଥର ହୋମବଳି ତଥା ଶାନ୍ତି ବଳି ଉତ୍ସର୍ଗ କରୁଥିଲେ ଓ ପ୍ରଭୁଙ୍କ ସନ୍ନିଧାନରେ ପୂଜାର୍ଚ୍ଚନା କରୁଥିଲେ। ଏହିପରି ସେ ଦେବାଳୟର ନିର୍ମାଣ କାର୍ଯ୍ୟ ସମାପ୍ତ କଲେ। ଲୋହିତ ସାଗର ତୀରସ୍ଥ ଏଦୋମ ଦେଶରେ ଅବସ୍ଥିତ ଏଲୋତ ସମୀପବର୍ତ୍ତୀ ଏସିୟନ ଗେବେରରେ ସଲୋମନ କେତେକ ଜାହାଜ ମଧ୍ୟ ନିର୍ମାଣ କଲେ। ସେହି ଜାହାଜଗୁଡ଼ିକରେ ସଲୋମନଙ୍କ ଭୃତ୍ୟୁମାନଙ୍କ ସମେତ ହିରାମ ତାଙ୍କର ନିପୁଣ ନାବିକମାନଙ୍କୁ ମଧ୍ୟ ପଠାଇଲେ। ସେମାନେ ଅଫିର ପର୍ଯ୍ୟନ୍ତ ଯାତ୍ରା କରି ସେଠାରୁ 420 ତାଲେନ୍ତର ସ୍ୱର୍ଣ୍ଣ ଆଣି ରାଜା ସଲୋମନଙ୍କୁ ସମର୍ପଣ କଲେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 4। ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ବରଂ ଈଶ୍ୱରଙ୍କ ମୁଖ ନିଃସୃତ ପ୍ରତ୍ୟେକ ବାଣୀରେ ବଞ୍ଚେ। ପ୍ରାର୍ଥନା କରିବା। ପ୍ରଭୁ ଆମ୍ଭମାନଙ୍କୁ ବାକ୍ୟ ଦିଅ। ଧନ୍ୟବାଦ ଯୀଶୁ, ତୁମର ପବିତ୍ର ବାକ୍ୟ ପାଇଁ, ଜୀବନ୍ତ ବାକ୍ୟ ପାଇଁ ଆଜି ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।